ସାଧାରଣତଃ ଆମ ମଧ୍ୟରୁ ଅନେକ ଲୋକେ ହାତ କିମ୍ବା ଗୋଡ଼ରେ କଳା ସୂତା ବାନ୍ଧିଥାନ୍ତି। ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବିଶ୍ୱାସ ନେଇ କଳା ସୂତା ଧାରଣ କରିଥାନ୍ତି। ଏହାକୁ ବାନ୍ଧିବା ଦ୍ୱାରା ଖରାପ ଦୃଷ୍ଟିରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି। ଆଉ କିଛି ଲୋକେ ଫ୍ୟାସନ୍ ଭାବେ ହାତ କିମ୍ବା ଗୋଡ଼ରେ କଳା ସୂତା ବାନ୍ଧିଥାନ୍ତି। ହେଲେ ଏ ବିଷୟରେ ଖୁବ୍ କମ୍ ଲୋକ ଅବଗତ ଯେ କିଛି ରାଶିର ବ୍ୟକ୍ତିଙ୍କ ପାଇଁ କଳା ସୂତା ବାନ୍ଧିବା ଅଶୁଭ ହୋଇଥାଏ। ବିଶେଷ କରି 2ଟି ରାଶିର ବ୍ୟକ୍ତିମାନେ କଳା ସୂତା ଧାରଣ କଲେ ତାଙ୍କୁ ଭଲ ଫଳ ପରିବର୍ତ୍ତେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ 2ଟି ରାଶି କଳା ସୂତା ଧାରଣ କଲେ ତାଙ୍କୁ ଭଲ ଫଳ ପରିବର୍ତ୍ତେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ଭିଡ଼ିଓଟିକୁ ଦେଖିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ତାହେଲେ ତଳେ ଥିବା ରେଡ୍ କଲର ସବସ୍କ୍ରାଇବ୍ ବଟନ୍ ଉପରେ କ୍ଲିକ୍ କରି ଆଉ ତା ସାଇଡ୍ରେ ଥିବା ବେଲ୍ ବଟନ୍ କ୍ଲିକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଚାଲନ୍ତୁ ଜାଣିବା କେଉଁ 2ଟି ରାଶି ପାଇଁ କଳା ସୂତା ଧାରଣ କରିବା ଅଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ। ତେଣୁ ମଙ୍ଗଳ କୌଣସି କଳା ବସ୍ତୁ ପସନ୍ଦ କରନ୍ତି ନାହିଁ। ତେଣୁ ମେଷ ରାଶିର ବ୍ୟକ୍ତି କଳା ସୂତା ଧାରଣ କଲେ ମଙ୍ଗଳ କ୍ରୋଧିତ ହୋଇଥାନ୍ତି, ଯାହାଦ୍ୱାରା ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ରାଶିର ବ୍ୟକ୍ତି କଳା ସୂତା ଧାରଣ କରିବା ଦ୍ୱାରା ସମସ୍ତ ଖରାପ ଶକ୍ତିର ପ୍ରଭାବ ତାଙ୍କ ଉପରେ ପଡ଼ିଥାଏ। ତେଣୁ ମେଷ ରାଶିର ବ୍ୟକ୍ତି କେବେ ହେଲେ କଳା ସୂତା ଧାରଣ କରନ୍ତୁ ନାହିଁ। ଆଉ ସେହିପରି ବିଛା ରାଶିର ସ୍ୱାମୀ ମଧ୍ୟ ହେଉଛନ୍ତି ମଙ୍ଗଳ ଗ୍ରହ। ବିଛା ରାଶିର ବ୍ୟକ୍ତିଙ୍କ ଜୀବନରେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ପଡ଼ିଥାଏ। ବିଛା ରାଶିର ବ୍ୟକ୍ତି ଭୁଲରେ ମଧ୍ୟ କଳା ସୂତା ଧାରଣ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ମଙ୍ଗଳ ଦେବ ରାଗିଯାଆନ୍ତି। ମାତ୍ର ବିଛା ରାଶିର ବ୍ୟକ୍ତି ନାଲି ସୂତା ଧାରଣ କରିପାରିବେ। ନାଲି ରଙ୍ଗର ସୂତା ବାନ୍ଧିବା ବିଛା ରାଶି ପାଇଁ ଶୁଭ ହୋଇଥାଏ। ତ ଏହା ଥିଲା ଆପଣମାନଙ୍କ ପାଇଁ ଏହି 2ଟି ରାଶିର କଳା ସୂତା କେବେ ହେଲେ ବାନ୍ଧିବେ ନାହିଁ। ଯଦି ବାନ୍ଧୁଛନ୍ତି ତାହେଲେ ଆପଣମାନଙ୍କୁ ଏହିସବୁ କ୍ଷତି ହୋଇପାରେ। ତ ଏମିତି ଆହୁରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ତାହେଲେ ତଳେ ଥିବା ରେଡ୍ କଲର ସବସ୍କ୍ରାଇବ୍ ବଟନ୍ ଉପରେ କ୍ଲିକ୍ କରି ଆଉ ତା ସାଇଡ୍ରେ ଥିବା ବେଲ୍ ବଟନ୍କୁ କ୍ଲିକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।